ବା ଆମେ ଆଲୋଚନା କରିଥିଲେ କଳ୍ପନାର ଶକ୍ତି, ପାୱାର ଅଫ ଇମାଜିନେସନ। ଯାହା ଆଲୋଚନା କରିଥିଲେ, କହିଲେ ମାନସିକ ଭୂମିରେ ଯାହା ଆମେ କଳ୍ପନା କରୁ ତାହା ବାସ୍ତବ ସତ୍ୟ। ଏବଂ ଯଦି ଦେଖାଯାଏ ଉପନ୍ୟାସର କଥାବସ୍ତୁ ଗୁଡିକ ଯାହା ଆମ ମାନସ ପଟରେ ଆସେ, ତାହା ମାନେ କେବଳ ଯୋଉ ସୂକ୍ଷ୍ମର ସ୍ତରରେ ବା ମାନସିକ ଭୂମିରେ ଯୋଉଟା ଥାଏ, ତାର ପ୍ରତିରୂପ କେବଳ ପରିପ୍ରକାଶ ହୁଏ। ଏବଂ ସେଇ କଳ୍ପନା ଶକ୍ତି ଭିତରେ କହିଲା ବେଳେ କହିଲେ ଆମ ଜୀବନରେ ଯୋଉ ଅସ୍ୱାସ୍ଥ୍ୟକର ମାର୍ଗ ଆମର ଆସେ, ତାହା ମଧ୍ୟ ଆମରି କଳ୍ପନାର ବିରଚନାର ରୂପ। ସେଥିପାଇଁ ନାନା ଭୟ, ଆଶଙ୍କା କରୁଥିବା ଦୁର୍ଘଟଣା, ଦୁର୍ଭାଗ୍ୟ ଇଏ ସବୁ କଣ ହୁଏ ନା ଯଦି ଆମେ ତାକୁ କଳ୍ପନା କରୁ, ତେବେ ତାହା ଆମର ହିଁ ହାନି ଘଟାଇବ। ତେଣୁ ଆମେ ମା ଲେଖୁଛନ୍ତି ଯଦି ଏହା ହୁଏ ତେବେ ତାର ଅପର ପକ୍ଷ ଟା ମଧ୍ୟ ସତ୍ୟ। ଏ କଳ୍ପନା ରାଜ୍ୟରେ ତୁମେ ଯଦି ଆଶାବାଦୀ ହେବ, ତେବେ ଲକ୍ଷ୍ୟ ହାସଲ କରିବାର ସମ୍ଭାବନାଟି ତୁମ ଲାଗି ଅଧିକତର ସହଜ ହେବ, ଅଧିକତର ସହଜ ହବ, ଶୀଘ୍ର ହେବ। ଏବଂ ସେଠି ମା ଗୋଟେ ଉଦାହରଣ ଦେଇଥିଲେ, ଜଣେ ଡାକ୍ତର ଯିଏ ତାଙ୍କର ରୋଗୀ ମାନଙ୍କୁ କିପରି ବ୍ୟବହାର କରିଥିଲେ କଳ୍ପନା ଶକ୍ତିର ସାମର୍ଥ୍ୟକୁ ବଢେଇବା ପାଇଁ, ସେଗୁଡିକ ଆମେ ଆଲୋଚନା କରିଥିଲେ। ଜଣେ ମହିଳାଙ୍କର କେଶ ଉପୁଡିବା କଥାରେ ଆଲୋଚନା ହେଇଥିଲା। ମା ଲେଖୁଛନ୍ତି ଏହିପରି ଭାବରେ ଅନୁକ୍ଷଣ କଳ୍ପନା କରିବା ଦ୍ଵାରା ତାଙ୍କର ବାଳ ପ୍ରକୃତିରେ ବଢିବାକୁ ଆରମ୍ଭ କଲା ଏବଂ ଆପଣାକୁ ଏହିପରି ଅଧିକ ପ୍ରବର୍ତ୍ତାଇବା ଫଳରେ ତାହା କ୍ରମେ ଏକ ଲୋଭନୀୟ ଦୈର୍ଘ୍ୟ ବି ହାସଲ କରିପାରିଲା। ଆଜିର ଆଲୋଚନା ରହିଛି ଯେ ଯୋଗ ସାଧନାରେ ମଧ୍ୟ ମାନସିକ ବିରଚନାର ଉପାୟଟି ଅତ୍ୟନ୍ତ ଉପଯୋଗୀ ରୂପେ କାମ ଦେଇଥାଏ। ଯେତେବେଳେ ଦିବ୍ୟ ପରମ ଇଚ୍ଛାଟି ସହିତ ମନର କ୍ଷୟଟିକୁ ଲଗାଇ ଦିଆଯାଏ, ସେତେବେଳେ ମନ ଏବଂ ଉଚ୍ଚତର ଆଲୋକ ମଧ୍ୟରେ ବ୍ୟବଧାନ ପରି ହୋଇ ରହିଥିବା ସ୍ତର ଗୁଡିକର ମଧ୍ୟ ଦେଇ ଅତିମାଂସ ସତ୍ୟ ମଧ୍ୟ ତଳକୁ ଅବତୀର୍ଣ୍ଣ ହୋଇ ଆସିବାକୁ ଆରମ୍ଭ କରେ। ଏଇ କଥାଟି ଆମେ କେହି ଜାଣିନଥିବା, ଆମେ କେବଳ ଭାବୁଥିବା ଯେ ଆମେ କଣ ଭାବୁଛନ୍ତି ସତରେ କଣ ତା ଘଟେ, ଇତ୍ୟାଦି ଇତ୍ୟାଦି। ଇଏ ମା ପୁରା ଆହୁରି ଅଧିକ ମାନେ ଯୋଉ ଗଭୀର କଥା କହୁଛନ୍ତି, ମା କହୁଛନ୍ତି ଯେତେବେଳେ ଯୋଗ ସାଧନା କ୍ଷେତ୍ରରେ ଯଦି ଜଣେ ତାର ମାନସିକ ସାମର୍ଥ୍ୟକୁ ବ୍ୟବହାର କରେ, କଳ୍ପନା ଶକ୍ତି ଯୋଉଟା କି ମନର ସାମର୍ଥ୍ୟ, କଳ୍ପନା ଶକ୍ତି ଯଦି ବ୍ୟବହାର କରେ, ତାହେଲେ ଉଚ୍ଚତର ଆଲୋକ ଆଉ ମନ ଏ ଦିଟା ଭିତରେ ଯୋଉ ଆମର ବ୍ୟବଧାନ ରହିଛି, ତାହା କମିଯାଏ ଏବଂ ଅତିମାଂସ ସତ୍ୟ ତଳକୁ ସିଧାସଳଖ ଅବତୀର୍ଣ୍ଣ କରିପାରେ। ଏବଂ ମନର ସ୍ତରଟିରେ ପହଞ୍ଚି ଯଦି ତାହା ମନଠାରେ ବିରଚନାର ଏକ ଶକ୍ତି ବଳବତ୍ତର ହୋଇ ରହିଥିବାର ଦେଖିବାକୁ ପାଏ, ତେବେ ତାହା ଶରୀରସ୍ଥ ହୁଏ ଏବଂ ତୁମ ଭିତରେ ଏକ ସୃଜନଶୀଳା ଶକ୍ତି ହୋଇ ରହେ। କହିଲେ ଯଦି ଦେଖିଲା ଯେ ମନ ଅଲରେଡି ଗୋଟେ ତାକୁ ଲେଖୁଛନ୍ତି ମନର ବିରଚନା ଏକ ବଳବତ୍ତର ଶକ୍ତି ହେଇକି ରହିଛି। ତାମାନେ ସେଇଥିପାଇଁ ଆରମ୍ଭରୁ ଆମେ କହୁଛନ୍ତି, ମା ବାରମ୍ବାର କହୁଛନ୍ତି ଶାରୀରିକ ଶିକ୍ଷା ସହିତ ମାନସିକ କର୍ଷଣ ନିହାତି ଆବଶ୍ୟକ। କେବଳ ମାନସିକ ଶିକ୍ଷା ଆମେ ବର୍ତ୍ତମାନ ଯୋଉଟା ବୁଝିଛନ୍ତି ତଥ୍ୟଗତ ହାସଲ, ସେଇଟା ନୁହେଁ। ମାନସିକ କର୍ଷଣ, ମାନସିକ କର୍ଷଣରେ ତାର ଯୋଉ ସାମର୍ଥ୍ୟ ଗୁଡିକ ରହିଛି ସେଗୁଡିକ ବିକଶିତ ହବ, ଏହା ସତ୍ୟ। ଏବଂ ପୂର୍ଣ୍ଣରୁ ପୂର୍ଣ୍ଣତର ଭାବରେ ବିକଶିତ ହବ, କିନ୍ତୁ କାହା ଚତୁଃପାର୍ଶ୍ଵରେ? ଅନ୍ତରାତ୍ମାକୁ କେନ୍ଦ୍ର କରି, କେନ୍ଦ୍ରସ୍ଥ ସତ୍ତା ଆମେ ଯୋଉଟା କହୁଛନ୍ତି, ଆମର ଅନ୍ତରାତ୍ମାକୁ କେନ୍ଦ୍ର କରି ତାହା ପୂର୍ଣ୍ଣ ବିକଶିତ ହବା ଦରକାର। ଯଦି ପୂର୍ଣ୍ଣ ବିକଶିତ ହେଇଥିବ, ତେବେ ମନ ଯେତେ ଅତିମାନସ ଅବତରଣ କରିବ, ସେତେବେଳେ ସେ ଦେଖିବ ଯେ ମନର ବିରଚନା ଶକ୍ତି ବଳବତ୍ତର ହେଇ ରହିଛି। ତାମାନେ ତାର ଆମେ ଦେଖନ୍ତୁ, ଆମେ ତ କଳ୍ପନା କରିବା ଯେ ଆମେ ସେଦିନ କଥା ହଉଥିଲେ ଗତକାଲି, ଯେ ଜଣେ ଚାହିଁଲେ ଗୋଟେ ଏକାଙ୍କିକାଟିଏ ସେ ତାର ସ୍ୱପ୍ନ ରାଜ୍ୟରେ ବା କଳ୍ପନା ରାଜ୍ୟରେ ମଧ୍ୟ ତିଆରି କରିପାରେ। ଯାହାର ଯେତେ ଇମାଜିନେସନ ଯେତେ ଷ୍ଟ୍ରଙ୍ଗ ଥବ, ତେବେ ତାର ବିରଚନା ସେତେ ଷ୍ଟ୍ରଙ୍ଗ ହବ। ଆପଣ ଗୋଟେ ବଢିଆ କଥାଟେ ମନେ ପଡୁଛି, ଏମିତି ଯୁକ୍ତି ଛଳରେ ଜଣେ କହୁଥିଲେ, କହିଲେ ତମେ ମାନେ ଯିଏ କହୁଛ ଯେ ମହାଭାରତ
ଏକ ମିଥ୍ ବୋଲି। ଓକେ, ଠିକ ଅଛି। ମାନେ ଏଇଟା କେବଳ କୁହା କଥା, ଏଇଟାର କୌଣସି ସତ୍ୟାସତ୍ୟ ନାହିଁ। ତେବେ ଯେତେବେଳେ ପ୍ରାନ୍ତରୁ ଭିନ୍ନ ଭିନ୍ନ ପ୍ରାନ୍ତ, ଭାରତ ବର୍ଷର କେତେ ଦୀର୍ଘତମ ଡିଷ୍ଟାନ୍ସ ରେ ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ବ୍ୟକ୍ତି ରଚନା କରିଛନ୍ତି ଭିନ୍ନ ଭିନ୍ନ କଥା। କିନ୍ତୁ ମହାଭାରତରେ ଯେ ଆମେ କେବଳ ବାହାରେ ଯୁଦ୍ଧ ଘଟଣା କେତେ ଗୁଡିଏ ଜାଣିଛନ୍ତି, ନହେଲେ ତାକୁ ଯଦି ଅତି ମାନେ ଭିତରକୁ ଯାଇକି ପଢିବେ, କୋଉ ରାଜ୍ୟର ରାଜା କିଏ ଥିଲେ, ତାଙ୍କର ପୁତ୍ର କିଏ, ତାଙ୍କର ପିତା କିଏ, ତାଙ୍କର ପିତାମହ କିଏ, ସେ ରାଜ୍ୟ କେମିତି ବିସ୍ତାର ଲାଭ କରିଥିଲା, ସେ କୋଉ ରାଜ୍ୟର କନ୍ୟାକୁ ବିବାହ କରିଥିଲେ, କେମିତି ବିବାହ କରିଥିଲେ, ସବୁ ଯାକ ଡିଟେଲ୍ସ ବର୍ଣ୍ଣନା ରହିଛି। ଯୋଉ ସବୁ ଯାକ ଡିଟେଲ୍ସ ବର୍ଣ୍ଣନା ରହିଛି ଭାରତ ବର୍ଷର ଭିନ୍ନ ଭିନ୍ନ ପ୍ରାନ୍ତର ଘଟଣା ଗୁଡିକ, ଏବଂ ତାହା ଭିନ୍ନ ଭିନ୍ନ ଭାଷାରେ ସମସ୍ତେ ଲେଖିଛନ୍ତି। ତେବେ କଥା ହେଲା, ସବୁ ଗୁଡାକ ପରସ୍ପର ସହିତ ସାମଞ୍ଜସ୍ୟ ରକ୍ଷା କେମିତି କଲା? ତାପରେ ଯୋଉ ବ୍ୟକ୍ତି ଯେତେବେଳେ ସେ ଏତିକି କଥା ଲେଖିଲା, ତାମାନେ ଭାରତ ବର୍ଷକୁ ବୁଲି ବୁଲି ସବୁ ରାଜ୍ୟରୁ ସବୁ ତଥ୍ୟ ପୂର୍ଣ୍ଣତଃ ସଂଗ୍ରହ କରିବା କେତେ ବର୍ଷ ଲାଗିବ? ଯୁଗ ଯୁଗ ଲାଗିଯିବ। ତାପରେ ଆଉ ଗୋଟେ କଥା କହିଲେ, ଭାରତ ବର୍ଷରେ ଯଦି କଳ୍ପନା, ଏବେ ଏବେ ଆମେ ଚିନ୍ତା କରିବା, ଗୋଟେ କଥାଟେ ହଉଛି, ଯେତେବେଳେ ଯୋଉମାନେ ବୟସ୍କ ବ୍ୟକ୍ତି ଥିବେ ସେମାନେ ଭଲ ଭାବରେ ଭାବି ପାରିବେ, ଯେତେବେଳେ ଟୋଟାଲି ଫୋନ ନଥିଲା, ଗୋଟିଏ ଯୋଉ ବୁଥ ରେ ଗୋଟାଏ ଫୋନ ଆସୁଥିଲା, ସିଏ ପୁଣି ଖବର ଦଉଥିଲେ ଏତିକି ସମୟ ପରେ ଆସିବ, ଟ୍ରଙ୍କ କଲ ନା ତା କଣ କୁହାଯାଉଥିଲା ସେତେବେଳେ। ମୁଁ କେବଳ ଥରେ ଦେଖିଛି ଛୋଟ ବେଳେ, ଯେ ଆମ ବ୍ରାଞ୍ଚ କୁ ଆସେ, ସିଏ ଡାକିକି ବଡ ପାଟିରେ ଡାକି କହିବ, ଏ ଅମକ ଲୋକ ତମର ଆସିବ ଫୋନ, ସେ ଗାଁ ରେ ଆସି ଖବର ଦବ। ଇଏ ଯାଇକି ସେଠି ବସିକି ରହିବ, ଏବଂ ଗୋଟାଏ ଫୋନ ପାଇଁ ବୋଧେ ଏତେ ଗୋଛା, ମାନେ ଏତେ ଗୋଛା ତାର ଲାଗିଥିବ ସେ ଫୋନ ପାଇଁ। ସେତେବେଳେ କେହି କେବେ କଳ୍ପନା କରିପାରିଥିବ ଯେ ଦିନ ଆସିବ ଏଇ କଥାବାର୍ତ୍ତା ପାଇଁ ଦୂରତା ଗୋଟିଏ ମାପକାଠି ହବ ନାହିଁ, ଏବଂ ସେ ଫୋନ ପୁଣି କଣ ନା ତାହା ପକେଟରେ ପୁରେଇ ବୁଲି ହବ, ଏଡିକିଟିଏ ପୁଣି। କେବେ ସେ ସମୟରେ କେହି କଳ୍ପନା କରିପାରିଥିବ? କେତେ ହଜାର ବର୍ଷ ତଳେ ଏ ମହାଭାରତ ଲେଖା ହେଇଥିଲା, ସେତେବେଳେ ଯୋଉ ଯୋଉ ପ୍ରକାରର ଅସ୍ତ୍ରର ବର୍ଣ୍ଣନା ରହିଛି, ଯୋଉ ଯୋଉ ପ୍ରକାରର ଟେକ୍ନୋଲୋଜିର ବର୍ଣ୍ଣନା ରହିଛି, ବିଜ୍ଞାନ ସମ୍ବନ୍ଧୀୟ କଥା ବର୍ଣ୍ଣନା ରହିଛି, ଏବଂ ଯୋଉ ଘର ଗୁଡିକ ତିଆରି ହେଇଥିଲା ତାର ସଂରଚନାର ବର୍ଣ୍ଣନା ରହିଛି, ରାଜମହଲର ଯୋଉ ବର୍ଣ୍ଣନା ରହିଛି, ଉନ୍ନତ ବିକାଶଶୀଳ ସଭ୍ୟତା ନଥିଲେ ତାହା ବର୍ଣ୍ଣନା କରିବା କେମିତି ସମ୍ଭବ ହବ କଳ୍ପନା ଶକ୍ତିରେ? କାହିଁକିନା ସେତେବେଳେ ମନର, ଯଦି ଆମେ ଯୋଉ ଧାରାରେ ବର୍ତ୍ତମାନ ଦେଖୁଛନ୍ତି ମନର ଅଗ୍ରଗତି ହେଇଛି, ବିଜ୍ଞାନ ଯୋଉ ଧାରାରେ ବି କହିଛି, ସେଇ ଧାରାରେ ଦେଖିଗଲେ ସେତିକି ହଜାର ବର୍ଷ ପୂର୍ବେ କେବେ ବି କୌଣସି ମଣିଷର ଏତେ କଳ୍ପନା ଶକ୍ତି ନଥିବ। ତେଣୁ ସେତେବେଳେ କଳ୍ପନା କରିକିରି ଯଦି ଏତେ କଥା ଜଣେ ଲେଖିପାରିଛି, ତା ମାନେ ଆମେ କେତେ ସଭ୍ୟ ଥିଲେ? ଯଦି ସଭ୍ୟ ଥିଲେ ତେବେ ଏ କଥା କାହିଁକି ହେଇନଥିବ? ଯଦି ସଭ୍ୟ ନଥିଲେ ତେବେ କଳ୍ପନା ଶକ୍ତି କେତେ ଏତେ ତୀବ୍ର କେମିତି ତାଙ୍କର ହେଲା? ସେ ଲେଖିଦେଲେ କେମିତି? ଭିନ୍ନ ଭିନ୍ନ ପ୍ରାନ୍ତରେ ଯିଏ ଯୋଉଠି ପାରିଲା ଲେଖିଲା, ସମସ୍ତଙ୍କର ପରସ୍ପର ସହିତ ସାମଞ୍ଜସ୍ୟ ରକ୍ଷା ହେଇଗଲା। ଯଦି ତା ଅସତ୍ୟ, ଏଠି କଳ୍ପନା ଶକ୍ତି ଦୃଷ୍ଟିକୋଣରୁ ମୁଁ କହୁଛି। ତେଣୁ ସେତିକି ଏତେ ହଜାର ବର୍ଷ ପୂର୍ବେ କଳ୍ପନା ଶକ୍ତି ଯାହାର ଏତେ ସୁଦୃଢ, ଏତେ ସାମଞ୍ଜସ୍ୟ ପୂର୍ଣ୍ଣ ଭାବରେ, କେତେ ବିଶାଳ ବର୍ଣ୍ଣନା ରହିଛି, କେତେ ବିଶାଳ ବର୍ଣ୍ଣନା ରହିଛି। ଆପଣ ଇମାଜିନ କରିପାରିବେନି, ଶ୍ରୀରାମଙ୍କର ଯୋଉ ପୂର୍ବଜଙ୍କର କେତେ କେତେ ତଥ୍ୟ ରହିଛି ଯେ ମୁଣ୍ଡ ଖରାପ ହେଇଯିବ। ଶ୍ରୀକୃଷ୍ଣଙ୍କ ସମୟର ଘଟଣା ଗୁଡିକ, ଯୋଉ ମହାଭାରତ ଯୋଉ ଆମେ କହୁଛୁ ଯୋଉ ଏପିସୋଡ ଟା, ସେଥିରେ କେତେ ରାଜ୍ୟ, କେତେ ରାଜା, କେତେ ପ୍ରଜା, ସେ ମାନେ ତାଙ୍କର ରାଜକୁମାର, ରାଜକୁମାରୀ, ତାଙ୍କର ଘଟଣା, ସମସ୍ତଙ୍କର ଏତେ ବିସ୍ତୀର୍ଣ୍ଣ ବର୍ଣ୍ଣନା ରହିଛି, ଏତେ ସାମଞ୍ଜସ୍ୟ ପୂର୍ଣ୍ଣ ବର୍ଣ୍ଣନା ରହିଛି, ତାହା ଅସମ୍ଭବ। ତେଣୁ କଳ୍ପନା ଶକ୍ତି ସେତିକି, ବା ମନର ବିରୋଚନା ଶକ୍ତି ସେତିକି ବଳବତ୍ତର ଥିଲେ କଣ ହବ ନା ଅତିମାନସ ଶକ୍ତି
ସୃଜନଶୀଳ ଶକ୍ତି ହେଇକି ରହିବ ଏବଂ ଶରୀର ସ୍ତରକୁ ଜଡ ସ୍ତରକୁ ଆସି କାମ କରିବ ସାଙ୍ଗେ ସାଙ୍ଗେ। କାହିଁକିନା ତାକୁ ମନକୁ ଆଉ ବିଶେଷ ପରିଶ୍ରମ କରିବାକୁ ପଡିବନି ମନକୁ ବଦଳେଇବା ପାଇଁ। ତେଣୁ ମୁଁ ତୁମମାନଙ୍କୁ କହି ରଖୁଛି, ତୁମେମାନେ କଦାପି ଦୁଃଖରେ ବ୍ୟଥିତ ହୋଇ ପଡ ନାହିଁ, କଦାପି ନିରାଶ ହୁଅ ନାହିଁ। ତେଣୁ ମା କହୁଛନ୍ତି ତମେ କେବେ ବି ନିରାଶ ହୁଅନି, ହତାଶ ହୁଅନି, ଭାବ ନାହିଁ ଯେ ମୋ ଦ୍ଵାରା କିଛି ହବ ନାହିଁ, ମୁଁ କଣ କରିପାରିବି, କେବେ ବି ନିରାଶ ହୁଅ ନାହିଁ। ତୁମର କଳ୍ପନା ଶକ୍ତି ସର୍ବଦା ଆଶାଯୁକ୍ତ ହୋଇ ରହିଥାଉ, ପ୍ରସନ୍ନ ଭାବରେ ନମନୀୟ ହୋଇ ରହିଥାଉ, ଅନ୍ତର୍ଗତ ସେଇ ପରମ ସତ୍ୟର ଦାବିଟି ଆଗରେ ସଦା ପ୍ରସ୍ତୁତ ହୋଇ ରହିଥାଉ, ଯେପରିକି ସେଇ ସତ୍ୟର ସୃଜନଶୀଳ ଆଲୋକଟି ଧାରଣ କରିବା ପାଇଁ ତୁମେ ଆବଶ୍ୟକ ଅନୁକୂଳ ଗଠନ ଗୁଡିକ ଦ୍ଵାରା ପୂର୍ଣ୍ଣ ହୋଇ ରହିଥିବ। ସବୁ ସମୟରେ ଆମେ ସବୁଥିରେ ଆଶାନୁଯୁକ୍ତ ହେଇ ରହିବା ଏବଂ ଅତିମାନ ଶକ୍ତିର ପ୍ରଭାବ ଫଳ ଯେ ହେଇପାରିବ, ଏଇ ବିଶ୍ୱାସ, ଏଇ ନିର୍ଭରତା ରଖି ଆମର କଳ୍ପନାରେ ବି ଆମେ ଆଣିବାକୁ ଦବା ନାହିଁ ଯେ ଏଇଟା ଅସମ୍ଭବ, ଏଇଟା ହେଇପାରିବ ନାହିଁ ବୋଲି। କଳ୍ପନାରେ ଯଦି ଆମେ ଆଣିଲେ ଯେ ଏହା ହେଇପାରିବ, ତେବେ ତାହା ଆମ ଭିତରେ କାର୍ଯ୍ୟ କରିବାକୁ ତାକୁ ସହଜ ହବ ଏବଂ ସେ ଆରାମରେ କାମ କରିପାରିବ। କଳ୍ପନା ହେଉଛି ଗୋଟିଏ ଛୁରୀ ପରି ଏବଂ ତାକୁ ଆମେ ଭଲ ଓ ମନ୍ଦ ଉଭୟରେ ହିଁ ବ୍ୟବହାର କରିପାରିବା। ଏଇଟା ଆମେ ଆରମ୍ଭରୁ କଥା ହେଇ ଚାଲିଛନ୍ତି। ତାକୁ ଆମେ ଯଦି ମନ୍ଦରେ ବ୍ୟବହାର କରିବା ତେବେ ଆମର କ୍ଷତି ସାଧନ ହବ, ଯଦି ଆମେ ଭଲରେ ବ୍ୟବହାର କରିବା ତେବେ ଆମର ଅଗ୍ରଗତି ତ୍ୱରାନ୍ୱିତ ହେବ। ଏବଂ ଆଉ ତାର ପଶ୍ଚାତରେ ଗୋଟେ କଥା ଦେଖିବେ, ଆମେ ଯୋଉ ପ୍ରକାରର ମନୋଭାବରେ ବସବାସ କରୁଥାଉ ଆମର କଳ୍ପନା ମଧ୍ୟ ସେଇ ପ୍ରକାରର ହେଇଥାଏ। ଏବଂ ଯୋଉ ପ୍ରକାରର କଳ୍ପନା ଆପଣଙ୍କର ହବ ସେଇ ପ୍ରକାରର ଶକ୍ତି ଆମ ଚତୁଃପାର୍ଶ୍ୱରେ ରହିବ। ତେଣୁ ସେଇ ପୁରୁଣା କଥା ଆଉ ଥରେ କହିବି, ଯଦି ଗୋଟେ ରୁମାଲରେ ସେଣ୍ଟ ପକେଇକିରି ଆପଣଙ୍କ ମୁହଁ ଆଗରେ ଧରିଛନ୍ତି, ତେବେ ଯେତେବେଳେ ପବନ ବହିବ ସେଇ ରୁମାଲ ଦେଇକି ଆସିଲେ ଆପଣଙ୍କୁ ବାସ୍ନା। ଯଦି ପୂତିଗନ୍ଧମୟ ଦୁର୍ଗନ୍ଧରେ ରୁମାଲଟି ବୁଡେଇ ଦେଇକି ତାକୁ ଧରିଛନ୍ତି ମୁହଁ ଆଗରେ, ତେବେ ବାସନା ଯୁକ୍ତ ଚନ୍ଦନର ବାସନା ଯୁକ୍ତ ପବନ ଆସିଲେ ମଧ୍ୟ ଆପଣଙ୍କୁ ଦୁର୍ଗନ୍ଧ ହବ, ଦୁର୍ଗନ୍ଧ ହବ। ତେଣୁ କଳ୍ପନାକୁ ଆମେ ଭଲ ଦିଗରେ ବ୍ୟବହାର କରିବା, ତାହେଲେ ଆମ ଚତୁଃପାର୍ଶ୍ୱରେ ଉତ୍ତମ ଶକ୍ତି, ଭଲ ଶକ୍ତି ଗୁଡିକ ଆମ ଚତୁଃପାର୍ଶ୍ୱରେ ରହିବେ ଏବଂ ଆମକୁ କାର୍ଯ୍ୟରେ ଅଧିକ ତ୍ୱରାନ୍ୱିତ ହବା ପାଇଁ ସହାୟତା କରିବେ। ତୁମର ଜୀବନରେ ଯେ ଏକ ପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଯାଉଛି, ଏହିପରି ଏକ ଭାବନା ଓ ଅନୁଭୂତି ମଧ୍ୟରେ ସର୍ବଦା ଅବସ୍ଥାନ କରିପାରୁଥିଲେ ତୁମେ ଯୋଗର ପ୍ରକ୍ରିୟାଟିରେ ମଧ୍ୟ ନିଶ୍ଚୟ ସହାୟତା କରିପାରିବ। ମାତ୍ର ଯଦି ଅନ୍ୟ ପକ୍ଷରେ ତୁମେ ନୈରାଶ୍ୟ ଭିତରେ ମୁଣ୍ଡ ବିକିଦବ ଏବଂ ତୁମେ ଯୋଗ୍ୟ ହୋଇପାରିଲ ନାହିଁ ବା ଉପଲବ୍ଧି ଲାଗି ଅସମର୍ଥ ହୋଇ ରହିଲ ବୋଲି ରୋଦନ କରିବାରେ ଲାଗିଥାଅ, ତେବେ ତୁମେ ତଦ୍ୱାରା ନିଜର ସତ୍ତାଟିକୁ ନିଜେ ହିଁ ବିଷାକ୍ତ କରି ପକାଉଥିବ। ଠିକ ଏହି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସତ୍ୟଟି ସକାଶେ ହିଁ ମୁଁ ଅବିଶ୍ରାନ୍ତ ଭାବରେ ବାର ବାର ତୁମମାନଙ୍କୁ କହିବାରେ ଲାଗିଛି ଯେ ଯାହା କିଛି ଘଟୁ ପଛକେ ତୁମେ ତଥାପି କୌଣସି ପରିସ୍ଥିତିରେ ମଧ୍ୟ ନୈରାଶ୍ୟ ପାଖରେ ନତମସ୍ତକ ହୁଅ ନାହିଁ। ଆମେ ଯାହା ସବୁ କରୁଛୁ ଦିନେ ତାହା ହିଁ ସଫଳତା ଲାଭ କରିବ। ତୁମେମାନେ ଏହି ଆଶାବାଦ ଓ ଏହି ଦୃଢ ବିଶ୍ୱାସଟି ସହିତ ଆପଣାର ଜୀବନଟିକୁ ବଞ୍ଚି ଶିଖ। ଅନ୍ୟ ଭାଷାରେ କହିଲେ, ଶ୍ରୀ ଅରବିନ୍ଦଙ୍କ ଠାରେ ତୁମର ଯେଉଁ ବିଶ୍ୱାସ ରହିଛି ତାହାରି ଦ୍ୱାରା ହିଁ ତୁମର କଳ୍ପନା ଶକ୍ତି ପରିଚାଳିତ ଏବଂ ଗଠିତ ହେବାରେ ଲାଗିଥାଉ। କାରଣ ଶ୍ରୀ ଅରବିନ୍ଦଙ୍କ ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ। ରୂପାନ୍ତର ଲାଗି ଶ୍ରୀ ଅରବିନ୍ଦ ଯେଉଁ କାର୍ଯ୍ୟ କରୁଛନ୍ତି ପରିଶେଷରେ ତାହା ହିଁ ଚୂଡାନ୍ତ ବିଜୟ ହାସଲ କରିବ। ଏଇଟା 1930 1931 ମସିହାର ଲେଖା ଗୁଡିକ। ତେଣୁ ମା ଲେଖିଛନ୍ତି ସେତେବେଳେ ଯେ ଶ୍ରୀ ଅରବିନ୍ଦଙ୍କ ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ। 1950 ମସିହା ପରେ ଲେଖିଛନ୍ତି ଯେ ଅଲରେଡି ତାହା ଯାହା ଦିଆଯାଇଥିଲା ପ୍ରତିଶ୍ରୁତି ତାହା ପୂରଣ ହେଲା ବୋଲି। ତେଣୁ ରୂପାନ୍ତର ଲାଗି ଶ୍ରୀ ଅରବିନ୍ଦ ଯେଉଁ କାର୍ଯ୍ୟ କରୁଛନ୍ତି ପରିଶେଷରେ ତାହା ହିଁ ଚୂଡାନ୍ତ ବିଜୟ ହାସଲ କରିବ ଏବଂ ସିଏ ଯାହାକୁ ଅତିମାନସ ପୃଥିବୀ ବୋଲି କହୁଛନ୍ତି ତାହା ହିଁ ଏହି ପୃଥିବୀ ଉପରେ ଆବିର୍ଭୂତ ହେବ ଏବଂ ଏଇଠି ଏହି ବର୍ତ୍ତମାନ ମୁହୂର୍ତ୍ତରେ ହିଁ ଆମେ ଯେ ତାହାର ଉପଲବ୍ଧି ଅବଶ୍ୟ କରିବୁ।
ଶ୍ରୀଅରବିନ୍ଦଙ୍କ ଉପରେ ବିଶ୍ୱାସ ରଖିବା କହିଲେ ପ୍ରକୃତରେ ଠିକ ସେହିପରି ଆଶାବାଦ ଏବଂ ଦୃଢ ବିଶ୍ୱାସକୁ ବୁଝାଏ ନାହିଁ କି? ତେଣୁ 1950 ମସିହା ଡିସେମ୍ବର 5ରେ ଶ୍ରୀଅରବିନ୍ଦଙ୍କ ଶରୀରରେ ଅତିମାନ ଶକ୍ତି ଅବତରଣ କଲା ଏବଂ ତାପରେ 1956 ମସିହା ଫେବୃଆରୀ 29ରେ ମା ସେଇ ଅତିମାନ ଶକ୍ତିକୁ ପୃଥିବୀର ବାତାବରଣ ଭିତରେ ଛାଡିଦେଲେ। ତେଣୁ ଏହା ସମ୍ଭବ ହେଇସାରିଛି। ବର୍ତ୍ତମାନ ଆମେ ଦେଖିବା ଏହା ସମ୍ଭବ ହେଇସାରିଛି। ତେଣୁ ଆମେ କଳ୍ପନା ଶକ୍ତିକୁ ବ୍ୟବହାର କରିବା, ଉଚ୍ଚତର ଶକ୍ତିକୁ ଗ୍ରହଣ କରିବା ପାଇଁ ତାକୁ ପ୍ରସ୍ତୁତ କରିବା, କଦାପି ନୈରାଶ୍ୟ ଭିତରକୁ ନବା ନାହିଁ। କାହିଁକିନା ନୈରାଶ୍ୟ ଭିତରକୁ ଗଲେ କଣ ହବ? ଯଦି ଯଦି ବିଜ୍ଞାନ ଦୃଷ୍ଟିକୋଣରୁ ବି ଦେଖନ୍ତି, ତାହା ଆମ ଭିତରେ ଯୋଉ ପ୍ରକାର ହରମୋନ ଆମର ସିକ୍ରେସନ କରିବ, ଆମ ବ୍ରେନ ଯୋଉ ପ୍ରକାରର ସ୍ପନ୍ଦନ ଯୋଗାଇବ, ତା ଫଳରେ ଆମ ଶରୀର ବି ଅସୁସ୍ଥ ହେଇଯାଏ। ତେଣୁ ଆମେ କଳ୍ପନା ଶକ୍ତିକୁ ବ୍ୟବହାର କରିବା ସବୁବେଳେ ମହତ୍ତର ଦିଗରେ, ପରମଙ୍କୁ ପରିପ୍ରକାଶ କରିବା ପାଇଁ ଏବଂ ଆମ ଭିତରେ ସବୁବେଳେ ସେ ଆଶା ରହିବ ଯେ ମୋର ପରିବର୍ତ୍ତନ ନିଶ୍ଚୟ ହବ, ମୋର ରୂପାନ୍ତର ନିଶ୍ଚୟ ହେବ। ଅତିମାନ ଶକ୍ତି କାର୍ଯ୍ୟ କରୁଛି, ମୋ ଭିତରେ କାର୍ଯ୍ୟ କରିବ। ତେଣୁ କେବେ ବି କହିବେନି ମୋ ଦେଇ କିଛି ହବ ନାହିଁ, ମୁଁ ମହାପାପୀ, ମୁଁ ଏତେ କାମ କରିଛି, ମୁଁ ତ ଟିକେ ଟିକେ করে ଭୁଲ ହଉଛି, ଏମିତି କେବେ ବି କଳ୍ପନା କରିବେ ନାହିଁ। ଏବଂ ଏଇ ବିଶ୍ୱାସ ଯୋଉ ରଖିବା ପାଇଁ ଯଦି କଳ୍ପନା ସୃଜନାତ୍ମକ କଳ୍ପନା ଆମେ କରୁ, ତେବେ ବିଶ୍ୱାସ ମଧ୍ୟ ଆମର ଦୃଢ ହବ ଏବଂ ଆମକୁ ଦେଖାଯିବ। ଗୋଟେ ବଡ କଥାଟି ହଉଛି ଯେ ଭଗବାନଙ୍କ କୃପା ଯେ ଆମ ଉପରେ ସବୁବେଳେ ରହିଛି, ଆମେ ତାଙ୍କ ପ୍ରତି ଯୋଉ କୃତଜ୍ଞ ହେଇପାରୁନାହୁଁ। ଯେତେବେଳେ ଆମର କଳ୍ପନା ଶକ୍ତି ଟିକେ ସୃଜନାତ୍ମକ ହବ ଏବଂ ମହତ୍ତର ଦିଗରେ ରହିବ, ଆମେ ତାକୁ କହିପାରିବା ଯୁକ୍ତିଯୁକ୍ତ ଭାବରେ ଏକ ପଜିଟିଭ, ଆମେ ଯୋଉଟା କହୁଛନ୍ତି ପଜିଟିଭ କ୍ରିଏଟିଭ ଯଦି ଇମାଜିନେସନ ରହିଲା, ତାହେଲେ ଆମ ଭିତରରେ ଯୋଉ ଦୃଢତା, ନିଶ୍ଚୟତା ବୋଧ ଆମକୁ ଦେଖେଇ ଦବ ଯେ ମୋ ଜୀବନରେ ଯୋଉ ଘଟଣା ଘଟିଛି ତାହା କିପରି ମୋର ଅଗ୍ରଗତି କରିବାରେ ସାହାଯ୍ୟ କରିଛି। ଯୋଉଟାକୁ ଆମେ ନେଇ ସେତେବେଳେ ଅଭିଯୋଗ କରୁଥିଲେ, ଅନେକ ବର୍ଷ ପରେ ଦେଖିବେ ସେଇଟା ମୋର ଅଗ୍ରଗତିରେ ମତେ ସାହାଯ୍ୟ କରିଛି। ସେଥିପାଇଁ ଆମେ ଢଗଟି ଶୁଣିଥିବା, ବିଶ୍ୱାସ ମିଳେଇ ହରି ତର୍କେ ବହୁ ଦୂର। ପ୍ରଭୁଙ୍କର ସେଇଥିପାଇଁ ପରମଙ୍କର ନାଁ ସବୁ ରହିଛି କଣ? ଭାବଗ୍ରାହୀ। ଭାବକୁ ଗ୍ରହଣ କରନ୍ତି ସେ ବୋଲି ଭାବଗ୍ରାହୀ। ତେଣୁ ଆମେ ଯୋଉ ଭାବରେ ଆମେ ଯଦି କହିବା ଯେ ପରମ ମୋ ପାଖରେ ଅଛନ୍ତି, ମୋର ଦାୟିତ୍ୱ ନେଇଛନ୍ତି, ମା ମୋ ପାଖରେ ଅଛନ୍ତି, ମା ମୋ ଦାୟିତ୍ୱ ନେଇଛନ୍ତି ଏବଂ ମତେ ସବୁବେଳେ ସବୁବେଳେ ହାତ ଧରି ବାଟ ଦେଖଉଛନ୍ତି, ତେବେ ମା ମୋ ପାଖରେ ରହିବେ ଏବଂ ହାତ ଧରି ବାଟ ଦେଖେଇବେ। ଯଦି ମୁଁ କଳ୍ପନା କଲି ମା ମୋ ଭଳିଆ ପାପୀକୁ ମା କଣ ଆଉ ପାଖରେ ପୁରେଇବେ, ମା ମୋଠୁ କେତେ ଦୂରରେ ରହିଛନ୍ତି, ତାହେଲେ ସତରେ ମା ଦୂରରେ ରହିବେ। ତେଣୁ ଆମେ କଳ୍ପନା ଶକ୍ତିକୁ ବ୍ୟବହାର କରି ଆମର ଅଗ୍ରଗତି ପାଇଁ ନିଜକୁ ମାନସିକ ବିରଚନାକୁ ଆମକୁ ଦୃଢ ଶକ୍ତ କରିବାକୁ ହେବ। ମା ଆଜି କଳ୍ପନା ଶକ୍ତି ଉପରେ ଯେତିକି ଲେଖା ଥିଲା ସରିଗଲା। ଆସନ୍ତା କାଲି ପାଇଁ ଆଲୋଚନା ଅଛି ନିଃସ୍ୱାର୍ଥ ଶ୍ରଦ୍ଧା। ମାଙ୍କୁ ଆହ୍ୱାନ କରି ଆମେ ସାରିବା। Ma, thank you all, Robert.